ମୋ ନାଁ ଶିବପ୍ରସାଦ ନାୟକ, ଡୁଡୁଗାଲ ଗ୍ରାମବାସୀ ଆଉ କମିଟି ମେମ୍ବର ବି ମୁଁ। ଆଉ ଆମର ଆଜିର 2026 ମସିହା ଶିବରାତ୍ରିଟି ବହୁତ ସୁରୁଖୁରୁରେ ଚାଲିଛି। ଲୋକ ବି ଧୀରେ ଧୀରେ ଯିବା ଆସିବା କରୁଛନ୍ତି। ଶୃଙ୍ଖଳା ସହିତ ଆମର କମିଟି ଭାଇ ବି ସାହାଯ୍ୟ କରୁଛନ୍ତି, ଆମର ଭଲେଣ୍ଟିୟର ଭାଇ ବି ଅଛନ୍ତି, ଆଉ ଆମର ଟିକିରି ପୋଲିସ ବି ଆସିଛନ୍ତି। ଆଉ କାଲି ରାତିରେ ବି ଆଇସି ସାର୍ ବି ଆସିଥିଲେ, ବହୁତ ବୁଝାସୁରା କରିକି ଗଲେ। ଆଉ ସକାଳ 3ଟାରୁ ଆମେ ଏଇଠି ସବୁ ସାଥି ଶୃଙ୍ଖଳା ସହ କେମିତି ଲୋକ ଦର୍ଶନ କରିକି ଫେରିକି ଯିବେ ସେ ବ୍ୟବସ୍ଥା ବି କରିଛୁ। ଆମ ଗାଁ ହେଉଛି ଡୁଡୁକାଲ। ତ ଡୁଡୁକାଲରେ ଆମର ପ୍ରସିଦ୍ଧ ଶିବ ମନ୍ଦିର ଏଇଟା। ତ ଏଇଟା ହେଉଛି ଆମର ପ୍ରତିବର୍ଷ ପରିକା ଏ ବର୍ଷ ବି ଆମେ ଶିବରାତ୍ରି ପାଳନ କରୁଅଛୁ। ଆଉ ପୂଜା ବି ଭଲରେ ଚାଲିଛି, ଲୋକ ବି ଭିଡ଼ ଅଛନ୍ତି ପ୍ରତିବର୍ଷ ପରିକା। ଆଉ ଆମ ଗାଁର ବି କମିଟି ଆମେ ତ କରିନୁ, ବଟ୍ ଆମେ ୟଙ୍ଗ ପିଲା ସବୁ ଏ ବର୍ଷ ଶିବରାତ୍ରିକୁ ଆମେ ଆୟୋଜନ କରିଛୁ। ଏଥିରେ ଲୋକ ପ୍ରବଳ ସଂଖ୍ୟାରେ ଭିଡ଼ ଅଛନ୍ତି, ଆଉ ଭକ୍ତ ବି ଆସୁଛନ୍ତି ଧୀରେ ଧୀରେ। ଆଉ ଆମେ ଶାନ୍ତି ଶୃଙ୍ଖଳାର ସହିତ ଶିବରାତ୍ରିକୁ ପାଳନ କରିବୁ। ଆଉ ରହିଲା କି ଆମର ପୋଲିସ ପ୍ରଶାସନ, ଯେହେତୁ ଆମର ଟିକିରି ପୋଲିସ ଷ୍ଟେସନ ଯାଉଛି ଆମ ଅଣ୍ଡରରେ, ତ ଏଥିରେ ଆମକୁ ଆଇଆଇସି ସାର୍ ଆଉ ତାଙ୍କର ଟିମ୍ ବି ବହୁତ ସାହାଯ୍ୟ ସହଯୋଗ କରୁଛନ୍ତି। ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ସିଏ ପାହାନ୍ତିଆରୁ ଆସିକିରି ଏଠି ଲୋକ ଯେମିତି ଶାନ୍ତି ଆଉ ଶୃଙ୍ଖଳାର ସହିତ ପୂଜା କରିକିରି ଯିବେ ବୋଲିକିରି ସେମାନେ ସାହାଯ୍ୟ ସହଯୋଗ କରୁଛନ୍ତି। ଆଉ ଆସିକି ନିଜେ ନିଜର ଡ୍ୟୁଟି ବି କରୁଛନ୍ତି। ପୋଲିସ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗ ଆମକୁ ମିଳୁଛି। ଆଉ ମୋ ନାଁ ଅଭିମନ୍ୟୁ ବେହେରା। ଆଉ ଆଜି ଗୋଟେ ଦିଟା ଖୁସି ଦିନ, ମହାଶିବରାତ୍ରି ଏବଂ ଆଜି ମଧ୍ୟ ମୋର ଜନ୍ମଦିନ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଆସିଛି। ଏଠି ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡ଼ ଦେଖିକି ଅତ୍ୟନ୍ତ ଖୁସି ଲାଗୁଛି, ମନ ପ୍ରଫୁଲ୍ଲିତ ହେଇଯାଉଛି। ପ୍ରଭୁଙ୍କ ପାଖରେ ଏତେ ଭିଡ଼ ଲାଗିଛି ଏବଂ ଆଉ କ'ଣ ହିଁ କହିପାରିବି ମହାଦେବଙ୍କ ଉପରେ। ଶ୍ରଦ୍ଧା ହିଁ ସବୁ କିଛି। ଏତିକି ମହାଦେବଙ୍କ ପାଖରେ ପ୍ରାର୍ଥନା କରିବି, ସବୁ ଶ୍ରଦ୍ଧାଳୁଙ୍କର ମନବାଚ୍ଛା ପୂରଣ କରିବେ ଏବଂ ସମସ୍ତଙ୍କୁ ଘଣ୍ଟ ଘୋଡ଼େଇ ରଖିଥିବେ। ଜୟ ମହାଦେବ।